जय जगन्नाथ बंधु। ভিবিজি রামজি যোজনা বা বিকশিত ভারত গ্যারেন্টি ফর ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଯୋଜନାରେ ଆଜିର ଭିଡ଼ିଓରେ ଆମେ ଆଉ କିଛି ବିଷୟବସ୍ତୁ ଆଲୋଚନା କରିବା, ଯେମିତିକି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ଧାରୀ ଶ୍ରମିକମାନେ କାମ କେମିତି ମାଗିବେ, ଗ୍ରାମ ପଞ୍ଚାୟତ ତରଫରୁ କାମ କେମିତି ଯୋଗାଇ ଦିଆଯିବ ଏବଂ କାର୍ଯ୍ୟ ଚାଲିଥିବା ବେଳେ ତା'ର ପରିଚାଳନା କେମିତି କରାଯିବ। ଯେମିତିକି ପ୍ରଥମେ ଆମେ ଦେଖିବା କାମ ପାଇଁ ଚାହିଦା ବା ଡିମାଣ୍ଡ, ଲୋକମାନେ କେମିତି କାମ ମାଗିବେ। ଦେଖନ୍ତୁ, ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ରେ ଯେଉଁ ପଞ୍ଜୀକୃତ ପରିବାରର ବୟସ୍କ ସଦସ୍ୟଙ୍କ ନାମ ରହିଛି, ସେମାନେ ଯୋଜନା ଅଧୀନରେ ଅଣକୁଶଳୀ ଶ୍ରମ ପାଇଁ ଆବେଦନ କରିବାକୁ ହକଦାର ହେବେ ଏବଂ ପ୍ରତ୍ୟେକ ଏପରି ଆବେଦନ ବାଧ୍ୟତାମୂଳକ ଭାବରେ ପଞ୍ଜୀକୃତ ହେବ ଏବଂ ତାରିଖ ସହିତ ଏକ ରସିଦ ଜାରି କରାଯିବ, ଯାହା ପ୍ରଦତ୍ତ ଡିଜିଟାଲ ପ୍ଲାଟଫର୍ମରେ ଦର୍ଜ କରାଯିବ, ଯେଉଁଟାକି ଗ୍ରାମ ପଞ୍ଚାୟତ ମାଧ୍ୟମରେ ହେବ। ତା ସହିତ ରାଜ୍ୟ ସରକାର ଦୁର୍ବଳ ଗୋଷ୍ଠୀର ଆବଶ୍ୟକତାକୁ ସକ୍ରିୟ ଭାବରେ ଯାଞ୍ଚ କରିବେ ଏବଂ ସେମାନଙ୍କୁ କାମ ଯୋଗାଇ ଦେବେ, ଯେଉଁଟାକି ପ୍ରାୟୋରିଟି ବେସିକ୍ରେ ହେବ। ଯେଉଁ ଦୁର୍ବଳ ଗୋଷ୍ଠୀର ଶ୍ରମିକମାନେ ରହିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯାଇ କାମ ଯୋଗାଇ ଦିଆଯିବ। ତା ସହିତ କାମ ପାଇଁ ଆବେଦନ ମୌଖିକ କିମ୍ବା ଲିଖିତ ହୋଇପାରେ ଏବଂ ୱାର୍ଡ ସଦସ୍ୟ କିମ୍ବା ଗ୍ରାମ ପଞ୍ଚାୟତ କିମ୍ବା ପ୍ରୋଗ୍ରାମ ଅଫିସର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ କୌଣସି ବ୍ୟକ୍ତିଙ୍କ ନିକଟରେ କିମ୍ବା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକୃତ ଅନ୍ୟ କୌଣସି ମାଧ୍ୟମରେ କରାଯାଇପାରେ। କାମ ପାଇଁ ଆବେଦନ ବ୍ୟକ୍ତିଗତ ଭାବରେ କିମ୍ବା ଏକ ଗୋଷ୍ଠୀ ପାଇଁ ଏକାଠି ଦାଖଲ କରାଯାଇପାରେ, ଅର୍ଥାତ୍ ଲୋକମାନେ ଯେଉଁ କାମ ମାଗିବେ ସେମାନେ ଇଣ୍ଡିଭିଜୁଆଲି ବ୍ୟକ୍ତିଗତ ଭାବରେ କାମ ମାଗିପାରିବେ କିମ୍ବା ଗୋଷ୍ଠୀଗତ ଭାବରେ, ଅର୍ଥାତ୍ କିଛି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ଧାରୀ ଶ୍ରମିକ ଏକଜୁଟ ହୋଇ ମଧ୍ୟ କାମ ମାଗିପାରିବେ। ଜଣେ ବ୍ୟକ୍ତି କେତେ ଦିନ ପାଇଁ ନିଯୁକ୍ତି ଆବେଦନ କରିପାରିବେ କିମ୍ବା ତାଙ୍କୁ ପ୍ରକୃତରେ କେତେ ଦିନ ନିଯୁକ୍ତି ପ୍ରଦାନ କରାଯିବ, ସେଥିପାଇଁ କୌଣସି ସୀମା ରହିବ ନାହିଁ, କିନ୍ତୁ ଏହା ପରିବାରର ସମୁଦାୟ ଗ୍ୟାରେଣ୍ଟି ଅଧୀନରେ ରହିବ। ଜଣେ ଲୋକ ଯେଉଁ ଏହି ଯୋଜନା ଅଧୀନରେ 125 ଦିନର କାମ ଯୋଗାଇ ଦିଆଯିବ, ସେ 125 ଦିନ ପର୍ଯ୍ୟନ୍ତ କାମ ମାଗିପାରିବେ। ସାଧାରଣତଃ କାମ ପାଇଁ ଆବେଦନ ଅନ୍ତତଃ 6 ଦିନର ନିରନ୍ତର କାର୍ଯ୍ୟ ପାଇଁ ହେବା ଆବଶ୍ୟକ। ଯୋଜନାରେ ଅଗ୍ରିମ ଆବେଦନ ପାଇଁ ବ୍ୟବସ୍ଥା କରାଯିବ, ଅର୍ଥାତ୍ ଯେଉଁ ତାରିଖରେ ନିଯୁକ୍ତି ମଗାଯାଇଛି ତା ପୂର୍ବରୁ ଆବେଦନ ଦାଖଲ କରାଯାଇପାରିବ। ଯୋଜନାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏକାଧିକ ଆବେଦନ ଦାଖଲ ପାଇଁ ବ୍ୟବସ୍ଥା କରାଯିବ ଯଦି ନିଯୁକ୍ତି ମଗାଯାଇଥିବା ସମ୍ପୃକ୍ତ ସମସ୍ୟା ପରସ୍ପର ସହିତ ମିଶୁନାହିଁ। ଦେଖନ୍ତୁ, ଏଠି ଯେତେବେଳେ ମଷ୍ଟ୍ରୋଲ ବାହାରିବ, ମଷ୍ଟ୍ରୋଲ 6 ଦିନର ଲଗାତାର କାମ ହୋଇପାରିବ, ଯେଉଁଟାକି 7 ଦିନ ପାଇଁ ମଷ୍ଟ୍ରୋଲ ଦେଇ ବାହାରିଲା, ଗୋଟେ ଦିନ ଛୁଟି ରହିବ ଏବଂ 6 ଦିନ ନିରନ୍ତର କାମ ହେବ। ତା ସହିତ ଏଠି କାମ ଲୋକ ମାଗିଦେଲା ପରେ ଗ୍ରାମ ପଞ୍ଚାୟତ ତରଫରୁ କେମିତି କାମ ଦିଆଯିବ, କାର୍ଯ୍ୟ ଆବଣ୍ଟନ କେମିତି କରାଯିବ। ଦେଖନ୍ତୁ, ଗ୍ରାମ ପଞ୍ଚାୟତ ଏବଂ ପ୍ରୋଗ୍ରାମ ଅଫିସର ନିଶ୍ଚିତ କରିବେ ଯେ ପ୍ରତ୍ୟେକ ଆବେଦନକାରୀଙ୍କୁ ଯୋଜନାର ବ୍ୟବସ୍ଥା ଅନୁଯାୟୀ ଆବେଦନ ପ୍ରାପ୍ତିର 15 ଦିନ ମଧ୍ୟରେ କିମ୍ବା ଅଗ୍ରିମ ଆବେଦନ କ୍ଷେତ୍ରରେ ଯେଉଁ ତାରିଖରୁ ସେ କାମ ମାଗିଛନ୍ତି, ଯେଉଁଟା ବି ପରେ ହେଉ, ସେହି ସମୟ ମଧ୍ୟରେ ଅଣକୁଶଳୀ ଶ୍ରମ ଯୋଗାଇ ଦିଆଯିବ। ମହିଳାମାନଙ୍କୁ ଏପରି ଭାବରେ ଅଗ୍ରାଧିକାର ଦିଆଯିବ ଯେପରିକି ପଞ୍ଜୀକୃତ ହୋଇଥିବା ଏବଂ କାମ ପାଇଁ ଅନୁରୋଧ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ଅନ୍ତତଃ 1/3 ମହିଳା ହେବେ। ଅବିବାହିତ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ମଧ୍ୟ ପ୍ରୟାସ କରାଯିବ। ଯେଉଁ ଆବେଦନକାରୀଙ୍କୁ କାମ ଯୋଗାଇ ଦିଆଯାଇଛି ସେମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ଼ରେ ଦିଆଯାଇଥିବା ଠିକଣାରେ ଚିଠି ପଠାଇ କିମ୍ବା ଯୋଗାଯୋଗର ଅନ୍ୟ କୌଣସି ପ୍ରଭାବଶାଳୀ ମାଧ୍ୟମ ଦ୍ୱାରା କିମ୍ବା ଜିଲ୍ଲା ମଧ୍ୟବର୍ତ୍ତୀ କିମ୍ବା ଗ୍ରାମ ସ୍ତରର ପଞ୍ଚାୟତ କାର୍ଯ୍ୟାଳୟରେ ସାର୍ବଜନୀନ ବିଜ୍ଞପ୍ତି ପ୍ରଦର୍ଶନ କରି ଲିଖିତ ଭାବରେ ଜଣାଇ ଦିଆଯିବ। ଯେଉଁ ବ୍ୟକ୍ତିମାନଙ୍କୁ କାମ ଯୋଗାଇ ଦିଆଯାଇଛି ସେମାନଙ୍କର ଏକ ତାଲିକା ଗ୍ରାମ ପଞ୍ଚାୟତର ନୋଟିସ୍ ବୋର୍ଡ଼ରେ ଏବଂ ପ୍ରୋଗ୍ରାମ ଅଫିସରଙ୍କ କାର୍ଯ୍ୟାଳୟରେ ଏବଂ ପ୍ରୋଗ୍ରାମ ଅଫିସର ଆବଶ୍ୟକ ମନେ କରୁଥିବା ଅନ୍ୟ ସ୍ଥାନରେ ପ୍ରଦର୍ଶିତ ହେବ ଏବଂ ଏହି ତାଲିକା ରାଜ୍ୟ ସରକାର ଏବଂ ଯେକୌଣସି ଆଗ୍ରହୀ ବ୍ୟକ୍ତିଙ୍କ ଦ୍ୱାରା ଯାଞ୍ଚ ପାଇଁ ମଧ୍ୟ ଖୋଲା ରହିବ। ଯଥାସମ୍ଭବ ନିଯୁକ୍ତି ଆବେଦନ କରିବା ସମୟରେ ଆବେଦନକାରୀ ବାସ କରୁଥିବା ଗ୍ରାମର 5 କିଲୋମିଟର ବ୍ୟାସଦ ମଧ୍ୟରେ ପ୍ରଦାନ କରାଯିବ, ଅର୍ଥାତ୍ ଲୋକ ଯେଉଁ କାମ ମାଗିବ ତାକୁ 5 କିଲୋମିଟର ଭିତରେ କାମ ଯୋଗାଇ ଦିଆଯିବ। ଯଦି କାମ ପାଇଁ ଅନ୍ତତଃ 10 ଜଣ ଶ୍ରମିକ ଉପଲବ୍ଧ ହୁଅନ୍ତି, ତେବେ ଯୋଜନା ଅଧୀନରେ ଏକ ନୂତନ କାର୍ଯ୍ୟ ଆରମ୍ଭ କରାଯାଇପାରିବ, କିନ୍ତୁ ପାହାଡ଼ିଆ ଅଞ୍ଚଳ ଏବଂ ବନୀକରଣ କାର୍ଯ୍ୟ କ୍ଷେତ୍ରରେ ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ, ନୂତନ କାର୍ଯ୍ୟ ପାଇଁ ଏହି ସର୍ତ୍ତ ପ୍ରଯୁଜ୍ୟ ହେବ ନାହିଁ। ଦେଖନ୍ତୁ, ଯେତେବେଳେ ଗୋଟିଏ କମ୍ୟୁନିଟି କାର୍ଯ୍ୟ ଆରମ୍ଭ ହେବ, 10 ଜଣ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଇପାରିବ। 10 ଜଣ ଶ୍ରମିକ ବା ତାଠାରୁ ଅଧିକ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରାଯାଇପାରିବ, କିନ୍ତୁ ପାହାଡ଼ିଆ ଅଞ୍ଚଳ ଏବଂ ବନୀକରଣ କାର୍ଯ୍ୟ କ୍ଷେତ୍ରରେ ଏହା
राज्य सरकार द्वारा नीति निर्धारण हेब जदि अनुच्छेद 3 उप अनुच्छेद 5 निर्दिष्ट व्यासद बाहर नियुक्ति प्रदान करा जाए तेबे यह ब्लॉक मध्य प्रदान करा जिवो एवं अतिरिक्त परिवहन एवं रहिबा खर्च मेंटेया श्रमिक मानक मजूरी हारर 10% अतिरिक्त मजूरी भाव में प्रदान करा जिवो देखंतु जदि जड़े काम मागुची एवं ताकू ग्राम पंचायत रे काम मिलू ना एवं से 5 किलोमीटर व्यासद भितर काम पाउची ताहले तांकू अधिक परिवहन खर्च एवं रहिबा खर्च दिया जिवो नियुक्तिर अवधि अंततः 6 दिन निरंतर हेबो किंतु सप्ताह 6 दिन अधिक हेबो नाही देखंतु जेतोले मास्टर बाहर सेरा 7 दिन पर मास्टर बाहर लोक मैंने 6 दिन पर कार्य करेंगे और गोटे दिन तांकर छुट्टी रहिबो ता सहित देखंतु कार्यस्थली परिचालना जमीन कि कार्यस्थली स्वच्छता उद्देश्य एक प्रकल्प आरंभ बैठक अनुष्ठित हेबो जो कार्यर विभिन्न व्यवस्था श्रमिक मानक बुझाई दिया जिवो जहाँ भी कार्य VB जीरामजी योजना रे करा जिवो कार्य आरंभ हेबा पूर्व गोटे कार्य आरंभ प्रकल्प आरंभ बैठक अनुष्ठित हेबा PIM करा जिवो लोक मानक सेतिरे बुझा जिवो जे मंजूर कार्यादेश एक नकल कार्यस्थली रे सार्वजनिक जांच पई उपलब्ध रहिबो प्रत्येक कार्यर माप रेकर्ड एवं श्रमिक मानक विवरणी सार्वजनिक जांच पई उपलब्ध रहिबो केंद्र सरकार द्वारा निर्दिष्ट रीति रे प्रत्येक कार्यस्थली रे एक नागरिक सूचना बोर्ड बा डिस्प्ले बोर्ड लगा जिवो एवं नियमित भाव में ताको अपडेट करा जिवो केंद्र सरकार निर्देश अनुसार गठित विजिलेंस एवं मॉनिटरिंग कमिटी समस्त कार्य जांच करिपारंती एवं एहार मूल्यांकन रिपोर्ट केंद्र सरकार द्वारा निर्दिष्ट फॉर्मेट रे कार्य रजिस्टर रे रेकर्ड करा जिवो एवं सामाजिक समीक्षा समय रे ग्राम सभा रे दाखल करा जिवो कार्यस्थली रे निरापद पानीय जल पिला मानक पई छाई एवं विश्राम समय छोट आघात एवं कार्य सहित जड़ित अन्य स्वास्थ्य समस्यार जरूरीकालीन चिकित्सा पई पर्याप्त सामग्री सहित प्राथमिक चिकित्सा बॉक्स जोटा कि फास्ट एड बॉक्स सुविधा जोगाई दिया जिवो जदि कोनोसी स्थान रे काम करुथिया महिलांक सहित आसीथिबा 5 वर्षरु कम बयसर पिलामानक संख्या 5 किंबा अधिक हुए तेबे एपरी पिलामानक देखाशुना करिया पई सेही महिला श्रमिक मानक मध्यरु जनकु नियोजित करिवा व्यवस्था करा जिवो एहीपरि नियोजित व्यक्ति को मजूरी मध्य प्रदान करा जिवो तो यह थिला जेमिति कि आमे MGNRGS योजना रे देखुथिले जे लोक माने काम केमिति मागिबे केमिति काम जोगै दिया जिवो एवं काम चलीथिला समय रे कार्यस्थली रो परिचालन बा वर्क साइट मैनेजमेंट केमिति करा जिवो तो प्रायतः समान किछि एही योजना रे मध्य VB जीरामजी रे योजना रे समान रहुची एवं निश्चित भाव में आपण जानी पारिथिबे जे काम केमिति मगा जिवो काम केमिति जोगे दिया जिवो वर्क साइट मैनेजमेंट रे कोन फैसिलिटी रहूची लोक मानक पई ता सहित आउ किछि विषय वस्तु उपरे आमे नेक्स्ट वीडियो रे आलोचना करिबा धन्यवाद थैंक यू फॉर वाचिंग।